সভারূঢ়া মহাভীমা গুরুদত্তমুখী চতুর্ভুজামুণ্ডমালা বরাভয়ঙ্করং শিবং মুণ্ডমালা ধরা দেবী রূঢ়জিহ্বাদিগম্বরম এবং সঞ্চিতকারী শ্মশান রেবাসিলং জগজ্জননী মা দক্ষিণকারী আদি দিনের ইষ্ট দেবতা শনিশ্বর দেবতা লক্ষ্মীনারায়ণ জগন্নাথ বলভদ্র সুভদ্রা সুদর্শনজী চতুর্ধামূর্তি ଦେବତା ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି ଯେଉଁମାନେ ଆଜିର ଏହି ଆଠ ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧିର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ଫେବୃଆରୀ ମାସ 8 ତାରିଖ 2025 ମସିହା ମକର 26 ଦିନ ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ଶନିବାର। ଏକାଦଶୀ ତିଥି ରାତି 8ଟା 16 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଦ୍ୱାଦଶୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ମୃଗଶିରା ବୃଷ। ମୃଗଶିରା ନକ୍ଷତ୍ର ସନ୍ଧ୍ୟା 6ଟା 7 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଆଦ୍ରା ନକ୍ଷତ୍ର ଭୋଗ ହେବ। ଚନ୍ଦ୍ର ବୃଷ ରାଶିରେ ସକାଳ 6ଟା 27 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ବିଛୁର ରାଶିକୁ ସୋଟା ରହି ଗମନ କରିବେ। ଏକାଦଶୀ ତିଥି ଯୋଗୁଁ ଶିମ୍ବ ଖାଇବା ମନା, ଖାଇଲେ ମହାପାପ। ଇଏ ରହିଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ତୃତୀୟ ଚନ୍ଦ୍ର ଓ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ। ମୂଲ୍ୟବାନ ଧାତୁ ବସନ ଭୂଷଣ ସୌଖିନୀ ଘରୋଇ ଉପକରଣ ଭୂମି ଓ ଯାନବାହନ କ୍ରୟ କରିବେ। ସୁଖବର ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ମନରେ ଦୃଢ଼ ମନୋବଳ ଇଚ୍ଛାଶକ୍ତି ଏବଂ ମନୋବଳ ସୁଦୃଢ଼ ହେବ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଭାଇ ଭଉଣୀଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଗେରୁଆ, ସଂଖ୍ୟା 6, ଆରାଧନା ପ୍ରଭୁ ହନୁମାନ। ବୃଷ ରାଶି ଦ୍ୱିତୀୟ ଚନ୍ଦ୍ର ଓ ଘାତବାର ଯୋଗୁଁ ସମସ୍ତ କର୍ମରେ ଶୁଭ ଫଳ ମିଳିଲେ ମଧ୍ୟ ମନ ଅସ୍ଥିର ବିଷାଦଗ୍ରସ୍ତ ରହିବ। ଧନ ପ୍ରତି ଓ ଆୟ ପ୍ରତି ମନରେ ଅହେତୁକ ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ଓ ଆୟ ଯେତେ ଅଧିକ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ମିଳିବ ନାହିଁ। ଅନ୍ୟକୁ ଦେଇଥିବା ଧନ, କୃତ ଧନ, ବକେୟା ଧନ ପ୍ରାପ୍ତ କରିବେ ଏବଂ ଆୟର ନୂତନ ମାର୍ଗ ଖୋଲିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ମିଳିବ ନାହିଁ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 2, ଆରାଧନା ମା ଗାୟତ୍ରୀ। ମିଥୁନ ରାଶି ଶ୍ରୀଚନ୍ଦ୍ର ଶନିବାର ଯୋଗୁଁ ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି ଏବଂ ସ୍ୱଜନ ପରିଜନ ବନ୍ଧୁ ବାନ୍ଧବ ସହକର୍ମୀ ସହଯୋଗୀ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ନିବିଡ଼ ହେବ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ମାର୍ଜିତ ସର୍ବଜନାଦୃତ ହେବ। ଆମୋଦ ପ୍ରମୋଦ ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ରହିବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ଆଦ୍ରା ଓ ପୁନର୍ବସୁ ମିଥୁନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 4, ଆରାଧନା ମା ତ୍ରିପୁର ସୁନ୍ଦରୀ। କର୍କଟ ରାଶି ଦ୍ୱାଦଶ ଚନ୍ଦ୍ର ଶନିବାର ଯୋଗୁଁ
ଆୟ 5 ଟଙ୍କା ହେଲେ ବ୍ୟୟ 25 ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। ମନରେ ଅସ୍ଥିରତା, ପରିବାରରେ ମନମାଳିନ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାଧାବନ କରିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ଖର୍ଚ୍ଚ ବାହାରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ୱଳ୍ପ ହେବ, ବ୍ୟୟ ଅଧିକ ହେବ। କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 1, ଆରାଧନା ଭଗବାନ ଶିବ। ସିଂହ ରାଶି, ଏକାଦଶ ଚନ୍ଦ୍ର ଏବଂ ଘାତ ବାର ଯୋଗୁଁ ଘାତ ବାରର ପ୍ରଭାବ ବିଶେଷ ରହିବ ନାହିଁ। ଧନ ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ଆୟର ନୂତନ ମାର୍ଗ ଖୋଲିବ। ନୂତନ ବିଦେଶ ଯାତ୍ରା, ନୂତନ କର୍ମାରମ୍ଭ, ନୂତନ ବ୍ୟବସାୟ ଆରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ। ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ ଏବଂ ଧନ ଓ ଧ୍ୟାନ ଉନ୍ନତିମୂଳକ କର୍ମରେ ବିନିଯୋଗ କରିବେ। ମୂଲ୍ୟବାନ ଧାତୁ, ବସନ, ଭୂଷଣ, ଭୂମି ଓ ଯାନବାହନ କ୍ରୟ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା ଓ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ପୂର୍ବ ଫାଲ୍ଗୁନୀ ସିଂହ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 11, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। କନ୍ୟା ରାଶି, ଘାତ ଚନ୍ଦ୍ର ଓ ଘାତ ବାର ଯୋଗୁଁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଏବଂ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ଏବଂ ସମସ୍ତ କର୍ମ ବିବାଦୀୟ ହେବ। ଉଚିତ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ ଏବଂ କର୍ମ ପ୍ରତି ଯେତେ ପରିଶ୍ରମ, ଯେତେ କଷ୍ଟସାଧ୍ୟ କାମ ହେଲେ ମଧ୍ୟ ଆଜି ସମସ୍ତ କର୍ମରେ ଆପଣ ବିଫଳତାର ସାମ୍ନା କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ଦେଖାଦେବ। ମନରେ ଅସ୍ଥିରତା ଏବଂ ଶାରୀରିକ ପୀଡ଼ା ଭୋଗିବେ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା କନ୍ୟା ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 4, ଆରାଧନା ଭଗବାନ ବିଷ୍ଣୁ। ତୁଳା ରାଶି, ନବମ ଚନ୍ଦ୍ର, ଶନିବାର, ଏକାଦଶୀ ତିଥି ଯୋଗୁଁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ। ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କର ଶୁଭଦୃଷ୍ଟିରେ ରହିବେ। କୌଣସି ସଭା କିମ୍ବା ସଂଗଠନର ନେତୃତ୍ୱ ଦେବେ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଏବଂ ଗୁରୁଜନଙ୍କ ପ୍ରତି ସମ୍ମାନ ଏବଂ ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଅଧିକ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କର ଶୁଭଦୃଷ୍ଟିରେ ରହିବେ। ଯେଉଁମାନଙ୍କର ସ୍ୱାତି ଓ ବିଶାଖା ତୁଳା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 4, ଆରାଧନା ମା କମଳା। ବିଛା ରାଶି, ଅଷ୍ଟମ ଚନ୍ଦ୍ର, ଶନିବାର ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ମନରେ ବିରକ୍ତି ଭାବ, ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ଉଚିତ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାଧାବନ କରିବେ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ। କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ। ଯେଉଁମାନଙ୍କର ଅନୁରାଧା ବିଚ୍ଛା ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 6, ଆରାଧନା ମା ବଗଳାମୁଖୀ। ଧନୁ ରାଶି, ସପ୍ତମ ଚନ୍ଦ୍ର, ଏକାଦଶୀ ତିଥି ଯୋଗୁଁ ମୂଲ୍ୟବାନ ଧାତୁ, ବସନ, ଭୂଷଣ, ସୌଖିନୀ ଘରୋଇ ଉପକରଣ କ୍ରୟ କରିବେ। ପୁତ୍ର, କନ୍ୟା, ଭାତୃ, ଭଗିନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ କିମ୍ବା କୌଣସି ବୈବାହିକ କର୍ମରେ ଯୋଗ ଦେବେ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ସର୍ବଜନା ଦୃତ ହେବ। ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ, ଧନ ମିଳିବ।
ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ପୂର୍ବାଶା ହେଲା ଧନୁ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 2, ଆରାଧନା ମା ତାରା। ମକର ରାଶି, ଷଷ୍ଠ ଚନ୍ଦ୍ର ଶନିବାର ଯୋଗୁଁ ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ, ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଦେହ ମନ ସୁସ୍ଥ ରହିବ। ପରୋପକାର, ସମାଜ ସେବା ଏବଂ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ଶ୍ରବଣା ମକର, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଇନ୍ଦ୍ରନୀଳ, ସଂଖ୍ୟା 3, ଆରାଧନା ମା କାଳୀ। କୁମ୍ଭ ରାଶି, ପଞ୍ଚମ ଚନ୍ଦ୍ର ଓ ଶନିବାର ଯୋଗୁଁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନସମ୍ପର୍କ ବୃଦ୍ଧି ପାଇବ। ସନ୍ତାନମାନଙ୍କର ଶିକ୍ଷା, ଦୀକ୍ଷା, ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ଓ କର୍ମକୁ ନେଇ ଗର୍ବ ଅନୁଭବ କରିବେ ଏବଂ ପାରିବାରିକ ବିବାଦ, ଜମି ଜମା ବିବାଦ, ଭାତୃ ବିବାଦର ସମାଧାନ ହେବ। ନୂତନ ବିଦ୍ୟା, କଳା, ସଂସ୍କୃତି ପ୍ରତି ମନରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ଧନିଷ୍ଠା କୁମ୍ଭ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ମାଟିଆ, ସଂଖ୍ୟା 11, ଆରାଧନା ମା ଭୈରବୀ। ଶେଷ ରାଶି ମୀନ ରାଶି। ମୀନ ରାଶି, ଚତୁର୍ଥ ଚନ୍ଦ୍ର ଯୋଗୁଁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରର ମନମାଳିନ, ଯାନବାହନରେ ଖର୍ଚ୍ଚାନ୍ତ, ଆର୍ଥିକ କ୍ଷତି ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ପରିବାରର ଅଶାନ୍ତିର ବାତାବରଣ ରହିବ। ଧନକୁ ନେଇ ବିବାଦ ଏବଂ ମାଲି ମକଦ୍ଦମାରେ ପଡ଼ିପାରନ୍ତି। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ। କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କର ରୋଷର ଶିକାର ହେବେ। ଯେଉଁମାନଙ୍କର ଉତ୍ତରା ଭାଦ୍ର ମୀନ, ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 7, ଆରାଧନା ମା ଧୂମାବତୀ। ଇଏ ଥିଲା 12ଟି ରାଶିର ଦୈନିକ ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ। ଋଷ୍ୟାଦିଟି ହେଲା ମଙ୍ଗଶ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ କାଶ୍ୟପ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଶନିଶ୍ଚର ଦେବତା ସୁବିତୟେ ଶନିଶ୍ଚର ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିଞ୍ଜକ। ଋଷ୍ୟାଦିଟିକି ଥରେ କରିବେ ଏବଂ ମନ୍ତ୍ରଟି ହେଲା ଐଂ ହିଂ ଶ୍ରୀଂ ଶନୈଶ୍ଚରାୟ ନମଃ। ଏ ମନ୍ତ୍ରଟିକୁ ସକାଳେ 108 ଏବଂ ସନ୍ଧ୍ୟାରେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।